ସାଙ୍ଗମାନେ, ମୋର ଏହି ଚ୍ୟାନେଲ ସମ୍ବିତ ମୋଟିଭେସନାଲ ଲାଇଫକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ତ ସାଙ୍ଗମାନେ, ଆପଣ କ'ଣ ଜାଣନ୍ତି କି ଯେ ଆମର ଭଲ ସମୟ ଆସିବା ପୂର୍ବରୁ ଆମକୁ କେଉଁ ସବୁ ସଂକେତ ମିଳିଥାଏ? ତ ଆଜି ସେହି ସଂକେତ ବିଷୟରେ ଜାଣିବା। ଆଉ ସେହି ସଂକେତକୁ ଆମେ 10ଟି ଭାଗରେ ବିଭକ୍ତ କରି ଜାଣିବା। ତ ସେଥିପାଇଁ ମୋର ଆପଣଙ୍କୁ ବାସ୍ ଗୋଟିଏ ଅନୁରୋଧ, ଭିଡ଼ିଓଟିକୁ ଜମାରୁ ସ୍କିପ୍ ନ କରି ଫାଷ୍ଟରୁ ଲାଷ୍ଟ ଯାଏଁ ନିଶ୍ଚୟ ଦେଖନ୍ତୁ। ଆଉ ବୁଝନ୍ତୁ ମଧ୍ୟ ଯେ ସେହି 10ଟି ଲକ୍ଷଣ କ'ଣ କ'ଣ ହୋଇଥାଏ ଯେ ଘରକୁ ଶୁଭ ସଂକେତ ମଧ୍ୟ ଆସିଥାଏ। ସାଙ୍ଗମାନେ, ଯଦି ଆପଣଙ୍କୁ ଏହି ସବୁ ସଂକେତ ମିଳୁଛି, ତାହେଲେ ଆପଣ ଜାଣିନିଅନ୍ତୁ ଯେ ଆପଣ ଯେଉଁ କାମ କରିବେ ସେଥିରେ ନିଶ୍ଚିତ ସଫଳତା ପ୍ରାପ୍ତ ହେବେ। ଆଉ ଆପଣଙ୍କର ଭଲ ସମୟ ମଧ୍ୟ ଆସିଯିବ, ଯେଉଁଠାରେ ଆପଣ ଉଚିତ ଶିକ୍ଷା ଆଉ ଉଚିତ ମାର୍ଗରେ ଯାଇ ଅନେକ ଧନ ଉପାର୍ଜନ କରିପାରିବେ। ଆପଣଙ୍କର ଚତୁଃପାର୍ଶ୍ୱରେ କୌଣସି ଘଟଣା ଘଟିଲେ ଆପଣ ଅତି ଶୀଘ୍ର ଜାଣିପାରନ୍ତି, କିନ୍ତୁ ଆପଣଙ୍କର ଭବିଷ୍ୟତରେ କୌଣସି ଘଟଣା ଘଟିବାକୁ ଯାଉଥିଲେ ଆପଣ ତାହା କେବେ ମଧ୍ୟ ଜାଣିପାରନ୍ତି ନାହିଁ। ତ ସାଙ୍ଗମାନେ, ମୁଁ ଏପରି କିଛି ସଂକେତ କହିବି ଯାହାକି ଆପଣଙ୍କର ଆସୁଥିବା ଭବିଷ୍ୟତରେ ମଧ୍ୟ କାମରେ ଆସିପାରେ। ତେଣୁ ଦେଖନ୍ତୁ ଆଉ ବୁଝନ୍ତୁ ମଧ୍ୟ। ଆଉ ଯଦି ଭଲ ଲାଗିଲା ତାହେଲେ ନିଶ୍ଚିତ ଭାବରେ ଗୋଟିଏ ଲାଇକ୍ କରିବେ ଆଉ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖିବେ। ପ୍ରଥମରେ, ଯେଉଁ ବ୍ୟକ୍ତି ବ୍ରହ୍ମ ମୁହୂର୍ତ୍ତରେ ବା 5ଟାରୁ 6ଟା ଭିତରେ ଉଠିବାକୁ ଚେଷ୍ଟା କରିଥାଏ, ସେହି ବ୍ୟକ୍ତି ତା'ର ଜୀବନରେ ଅନେକ ଅଭିଜ୍ଞତା ହାସଲ କରିଥାଏ। ଆଉ ସେ ଯେକୌଣସି ସ୍ଥାନକୁ ଗଲେ ମଧ୍ୟ ସଫଳତା ପାଇଥାଏ। ତେଣୁ ସାଙ୍ଗମାନେ, ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଫଳରେ ସେହି ବ୍ୟକ୍ତି କଠିନ ପରିଶ୍ରମ ମଧ୍ୟ କରିଥାଏ। ଆଉ ଶେଷରେ ତା'ର ଫଳ ଏମିତି ଆସିଥାଏ ଯେ ବହୁତ ଭଲ ମଧ୍ୟ ହୋଇଥାଏ। ଆଉ ଲୋକେ ମଧ୍ୟ ତାକୁ ବହୁତ ଭଲ ପାଇଥାନ୍ତି। ଆଉ କୁହନ୍ତି ଯେ ପିଲାଟି ବହୁତ ପରିଶ୍ରମୀ ଥିଲା ଆଉ ବହୁତ ପାଠ ମଧ୍ୟ ପଢ଼ୁଥିଲା। ତ ସେଥିପାଇଁ ସାଙ୍ଗମାନେ, ବ୍ରହ୍ମ ମୁହୂର୍ତ୍ତରେ ସବୁବେଳେ ଉଠିବାକୁ ଚେଷ୍ଟା କରନ୍ତୁ। ତାହେଲେ ଯାଇକି ଆପଣ ନିଶ୍ଚୟ ଦିନେ ନା ଦିନେ ସଫଳତା ପାଇପାରିବେ। ଆଉ ଖାଲି ସାଙ୍ଗମାନେ ଉଠିଲେ ହେବନି, କିଛି ନା କିଛି କଠିନ ପରିଶ୍ରମ କରନ୍ତୁ। ଯେପରିକି ଏକ୍ସରସାଇଜ ଆଉ ବ୍ୟାୟାମ ଆଉ ପାଠ ପଢ଼ିବା, ଏପରିକି ଅନେକ କିଛି କାମ ଅଛି। ସେହିପରି କାମକୁ ଆପଣ କରନ୍ତୁ। ତାହେଲେ ଯାଇକି ଆପଣ ନିଶ୍ଚୟ ଦିନେ ନା ଦିନେ ସକ୍ସେସ୍ ହୋଇପାରିବେ। ସାଙ୍ଗମାନେ, ଏକ୍ସରସାଇଜ କରିବା ଦ୍ୱାରା ଆମର କ'ଣ ହୁଏ? ତ ମୁଁ ଏତିକି କହିବି, ଏକ୍ସରସାଇଜ କରିବା ଦ୍ୱାରା ଆମର ବଡି ଫିଟ୍ ହୁଏ ଆଉ ଆମ ଶରୀର ମଧ୍ୟ ସୁସ୍ଥ ରୁହେ। ଆଉ ପାଠ ପଢ଼ିବା ଦ୍ୱାରା ଆମର କ'ଣ ହୁଏ? ପାଠ ପଢ଼ିବା ଦ୍ୱାରା ଆମେ ବହୁତ ଅଭିଜ୍ଞତା ମଧ୍ୟ ହାସଲ କରିପାରିବା। ଆଉ ସେହି ପାଠ ହିଁ ଆମକୁ ଜୀବନର ଲକ୍ଷ୍ୟ ସ୍ଥଳରେ ମଧ୍ୟ ପହଞ୍ଚାଇ ଦେଇଥାଏ। ଦ୍ୱିତୀୟରେ, ଆମର ଯଦି ଭଲ ସମୟ ଆସିବାକୁ ଥାଏ ନା, ତ ସେତେବେଳେ ଗୋମାତା ହିଁ ଆମକୁ ଜଣେଇ ଦେଇଥାଏ ଯେ ଗୋମାତା ଆସି ସବୁବେଳେ ଆମ ଦାଣ୍ଡରେ ଠିଆ ହୋଇଥାଏ ଆଉ ଆମକୁ ଦେଖି ବହୁତ ବୋବାଉଥାଏ। ତେବେ ଆପଣ ସେତେବେଳେ ଗୋମାତାକୁ କିଛି ଜିନିଷ ଖାଇବାକୁ ଦିଅନ୍ତୁ। ତାହେଲେ ଯାଇ ଆପଣ ଜୀବନର ସଫଳତା ପାଇପାରିବେ ଆଉ ଅନେକ ସାହାଯ୍ୟର ମଧ୍ୟ ଶିକାର ହେବେ ନାହିଁ। ତ ସାଙ୍ଗମାନେ, ଗୋମାତା ହେଉଛନ୍ତି ଆମର ମାତା ଲକ୍ଷ୍ମୀ ପରି। ତେଣୁ ଆପଣ ସବୁବେଳେ ଗୋମାତାକୁ କିଛି ନା କିଛି ଜିନିଷ ବା ଖାଦ୍ୟ
ଖାଇବାକୁ ଦିଅନ୍ତୁ, ଯାହାଫଳରେ ଆପଣଙ୍କର ଭାଗ୍ୟ ଚମକି ଉଠିବ। ତୃତୀୟରେ, ଆପଣ ଯଦି କୌଣସି ଜାଗାକୁ ଗଲାବେଳେ ପଇସା ଗୋଟାଉଛନ୍ତି ବା ଆପଣଙ୍କୁ ପଇସା ମିଳୁଛି, ସେହି ସଂକେତଟି ଆପଣଙ୍କ ପାଇଁ ବହୁତ ଶୁଭଦାୟକ ହୋଇଥାଏ। ତ ସାଙ୍ଗମାନେ, ଗୋଟିଏ କଥା ମନେ ରଖନ୍ତୁ ଯେ ନୋଟ୍ ପଇସା ଗୋଟାଇବା ଏକ ଅନୁଚିତ ଅଟେ। ଏହା ବହୁତ ଖରାପ ସମୟକୁ ଆମ ଦେଇଥାଏ। ତେଣୁ ନୋଟ୍ ପଇସାକୁ କେବେ ବି ମଧ୍ୟ ଗୋଟାନ୍ତୁ ନାହିଁ। ଖୁଚୁରା କିମ୍ବା ଯେକୌଣସି ପଇସା ହେଉ, କିନ୍ତୁ ନୋଟ୍ ପଇସା କେବେ ବି ଧରିବେ ନାହିଁ। ଖୁଚୁରା ପଇସା ହିଁ ବାଟରେ ପଡ଼ିଥିଲେ ଗୋଟାଇବେ, ତ ଆପଣ ସେତେବେଳେ ହିଁ ଜାଣିବେ ଯେ ଆପଣଙ୍କର ଜୀବନରେ କିଛି ନା କିଛି ପରିବର୍ତ୍ତନ ହେବାକୁ ଯାଉଅଛି। ତ ଏହା ଖୁଚୁରା ପଇସା ହେଉଛି ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ। ତ ସେଥିପାଇଁ ଖୁଚୁରା ପଇସା ଗୋଟାଇଲେ ବହୁତ ବହୁତ ଶୁଭ ହୋଇଥାଏ। ମା ଲକ୍ଷ୍ମୀ ଯଦି ଆପଣଙ୍କ ସହିତ ଥିବେ, ତେବେ ଆପଣଙ୍କ ସହ ଏହିପରି ଘଟଣା ଘଟିବ। ଚତୁର୍ଥରେ, ଆପଣଙ୍କର ଘରେ ଯଦି କଳା ପିମ୍ପୁଡ଼ି ବାହାରୁଛନ୍ତି, ତେବେ ଏହା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ଆଉ ସେହି କଳା ପିମ୍ପୁଡ଼ିକୁ କିଛି ନା କିଛି ମିଠା ଜିନିଷ ଖାଇବାକୁ ଦେଲେ ମାତା ଲକ୍ଷ୍ମୀ ଆମ ଉପରେ ବହୁତ ଖୁସି ହୋଇଯାଇଥାଏ। ତ ତେଣୁ ଖାଇବାକୁ ଦିଅନ୍ତୁ, ଆଉ କାହାକୁ ବି ନିନ୍ଦା କରନ୍ତୁ ନାହିଁ। ସାଙ୍ଗମାନେ, ନିନ୍ଦା କରିବା ଦ୍ୱାରା, ଯଦି ଧରିନିଅ ଆପଣ କୌଣସି ଲୋକଙ୍କୁ ଖାଇବାକୁ ଦେଉଛନ୍ତି, ତାପରେ ନିନ୍ଦା କରୁଛନ୍ତି ବା ବହୁତ ଘୋର ଅପମାନ ମଧ୍ୟ ଦେଉଛନ୍ତି, ତାହେଲେ ସେହି ଲୋକ ଉପରେ ମାତା ଲକ୍ଷ୍ମୀ ବହୁତ କ୍ରୋଧିତ ହୋଇଥାନ୍ତି ଆଉ ତାକୁ ବହୁତ ଶାସ୍ତି ମଧ୍ୟ ଦେଇଥାନ୍ତି। ପଞ୍ଚମରେ, ଯଦି କୌଣସି ମାଙ୍କଡ଼ ତୁମ ଛାତ ଉପରେ ବା ଘର ଉପରେ କିଛି ଜିନିଷ ଖାଇ ଫୋପାଡ଼ି ଦିଅନ୍ତି, ତେବେ ତାହା ବି ଆମକୁ ବହୁତ ଶୁଭ ସଂକେତ ଦେଇଥାଏ। ଉଦାହରଣ ସ୍ୱରୂପ, ଯଦି ଗୋଟିଏ ମାଙ୍କଡ଼ ଛାତ ଉପରେ ବା ଘରେ ବସିକି ଆମ୍ବ ଖାଉଛି, ତ ସେତେବେଳେ ସେହି ଆମ୍ବକୁ ଆପଣଙ୍କର ଘରକୁ ଫୋପାଡ଼ି ଦେଉଅଛି, ତେବେ ଆପଣ ଜାଣିନିଅନ୍ତୁ ଯେ ଆପଣଙ୍କ ଘରକୁ କିଛି ନା କିଛି ଶୁଭ ସଂକେତ ଆସିବାକୁ ଯାଉଅଛି। ଷଷ୍ଠରେ, ଯଦି ଆପଣ ସ୍ୱପ୍ନରେ କିଛି ଦେବତାଙ୍କୁ ଦେଖୁଛନ୍ତି, ତେବେ ଆପଣଙ୍କର ଜୀବନରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି। ତ ସ୍ୱପ୍ନରେ ଆପଣ ଯଦି ଅଶ୍ୱତ୍ଥ ଗଛ, ଅଶୋକ ଗଛ, ବେଲ ଗଛ ଏହିପରି କିଛି ଜିନିଷ ଦେଖୁଛନ୍ତି, ତେବେ ଆପଣଙ୍କର ଭଲ ସମୟ ଆସିବାକୁ ସମୟ ହୋଇଗଲାଣି। ତ ସାଙ୍ଗମାନେ, ଧୈର୍ଯ୍ୟ ଧରିକି ସେହି ସମୟକୁ ସାମ୍ନା କରନ୍ତୁ। ସପ୍ତମରେ, ଯଦି ଆପଣ ନିଜେ ଦୁଃଖରେ ରହିକି ଅନ୍ୟକୁ ଖୁସି ବାଣ୍ଟୁଛନ୍ତି, ତେବେ ଏହା ଏକ ପୁଣ୍ୟର କାମ ବୋଲି ବିବେଚିତ କରାଯାଇଥାଏ। ଆଉ ଯଦି ଆପଣ ନିଜେ ଖୁସିରେ ରହିକି ଅନ୍ୟକୁ ଦୁଃଖ ବାଣ୍ଟୁଥାନ୍ତି, ତେବେ ଏହା ଏକ ଭୁଲ କାମ ବୋଲି ବିବେଚିତ କରାଯାଇଥାଏ। ତେଣୁ ସାଙ୍ଗମାନେ, ସବୁବେଳେ ଭଲ କାମ କରନ୍ତୁ, ତାହେଲେ ଯାଇକି ଆମକୁ ସେହି ଭଲ କର୍ମର ଫଳ ନିଶ୍ଚୟ ମିଳିବ ଆଉ ସେଦିନ ମଧ୍ୟ ଆସିବ। ଲୋକେ ମଧ୍ୟ କହିବେ ଯେ ଲୋକଟି ବହୁତ ବଦଳିଗଲା। ତେଣୁ ଭଲ କାମ କରନ୍ତୁ। ଜୀବନରେ କିଛି ନ ହେଲେ ବି ଭିକାରୀ ଏବଂ ଗରିବ ବା ଦରିଦ୍ର ଲୋକମାନଙ୍କୁ ସାହାଯ୍ୟ କରନ୍ତୁ, ଯାହାଫଳରେ ଭଗବାନ ମଧ୍ୟ ଅଧିକ ଖୁସି ହେବାକୁ ଲାଗିଥାନ୍ତି। ତ ସାଙ୍ଗମାନେ, ଶେଷରେ ମୁଁ ଏତିକି କହିବି ଯେ ସାହାଯ୍ୟ କରିବାଟା କୌଣସି ପୁଣ୍ୟର କାମ ବୋଲି
ବିବେଚିତ କରାଯାଇଥାଏ। ଏହା ଏକ କୌଣସି ଧନୀ ଲୋକଙ୍କ ପାଇଁ ଗୋଟିଏ ଉପହାର ହୋଇନଥାଏ। ଏହା ଏକ ଗରିବ ଲୋକଙ୍କ ପାଇଁ ବହୁତ ଭଲ କାମ ହୋଇଥାଏ। ତେଣୁ ସବୁବେଳେ ନିଜକୁ ଯତ୍ନ ନିଅନ୍ତୁ ଆଉ ଅନ୍ୟମାନଙ୍କୁ ବି ସାହାଯ୍ୟ କରନ୍ତୁ। କାରଣ ସେହି ସାହାଯ୍ୟର ଫଳ ଆମକୁ କେତେବେଳେ ଯେ ମିଳିଯାଇପାରିବ ନା ଆମକୁ ଜଣାଅଛି, ନା ଆପଣ ଯାହାକୁ ସାହାଯ୍ୟ କରିଥିବେ ତାର ଭାଗ୍ୟ ମଧ୍ୟ କେତେବେଳେ ଯେ ଚମକି ଉଠିବ ନା ତାହା ଆମକୁ ଜଣାଅଛି ନା ତାକୁ ଜଣାଅଛି। ତେଣୁ ସର୍ବଦା ସମୟ ଉପରେ ଆଉ ଧୈର୍ଯ୍ୟ ଉପରେ ସବୁ ଛାଡ଼ି ଦିଅନ୍ତୁ। ଅଷ୍ଟମରେ, ଯଦି ଆପଣ କୌଣସି ଦେବାଦେବୀଙ୍କ ସହ ସ୍ୱପ୍ନରେ କଥା ହେବାର ଦେଖୁଛନ୍ତି ବା ଆପଣ ନିଜେ କଥା ହେଉଛନ୍ତି, ତେବେ ଜାଣିନିଅନ୍ତୁ ଯେ ଆପଣଙ୍କର ଜୀବନରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି ଆଉ ଧନର ମଧ୍ୟ ବହୁତ ଉନ୍ନତି ହେବାକୁ ଯାଉଅଛି। ତ ସାଙ୍ଗମାନେ, ମୁଁ ଶେଷରେ ଗୋଟିଏ କଥା କହିବି ଯେ ସବୁବେଳେ ଭଗବାନ ଉପରେ ହିଁ ବିଶ୍ୱାସ ରଖନ୍ତୁ। କାରଣ ଭଗବାନ ବିନା ଏହି ସୃଷ୍ଟି ଅସମ୍ଭବ ଅଟେ। ତେଣୁ ଭଗବାନ ହିଁ ହେଉଛନ୍ତି ଆମ ପାଇଁ ସବୁଠାରୁ ସର୍ବଶ୍ରେଷ୍ଠ ଗୁରୁ। ଭଗବାନ ନଥିଲେ ଏହି ସୃଷ୍ଟି ଚଳିବା ଅସମ୍ଭବ ହୋଇପଡ଼େ। ତେଣୁ ସର୍ବଦା ଭଗବାନଙ୍କ ଉପରେ ହିଁ ବିଶ୍ୱାସ ରଖନ୍ତୁ। ଲୋକଙ୍କ ଉପରେ କେବେ ବି ରଖନ୍ତୁ ନାହିଁ। ଭଗବାନ ଏହି ଲୋକମାନଙ୍କୁ ହିଁ ସୃଷ୍ଟି କରିଛନ୍ତି। ଲୋକମାନେ ଭଗବାନଙ୍କୁ କେବେ ବି ସୃଷ୍ଟି କରିନଥାନ୍ତି। ତେଣୁ ଭଗବାନଙ୍କୁ ବିଶ୍ୱାସ କରନ୍ତୁ ଆଉ ଭଗବାନ ଆମ ପ୍ରତି ସବୁବେଳେ ଭଲ ପାଇବା ହିଁ ଦେଖିଥାନ୍ତି। ସାଙ୍ଗମାନେ, ଆଜିର ଏହି ଭିଡ଼ିଓଟିକୁ ଏଇଠି ଶେଷ କରିବାକୁ ଯାଉଅଛି। ତ ସେତିକି ପର୍ଯ୍ୟନ୍ତ ମୁଁ ରହୁଅଛି। ଧନ୍ୟବାଦ ଆପଣଙ୍କୁ ମୋତେ ବହୁତ ସାରା ଭଲ ପାଇବା ଦେଇଥିବାରୁ। ରହୁଛି। ଜୟ ଜଗନ୍ନାଥ। ତ ସାଙ୍ଗମାନେ, ମୁଁ ବିଦାୟ ନେବା ପୂର୍ବରୁ ଆପଣଙ୍କୁ ବାସ୍ ଗୋଟିଏ ରିକ୍ୱେଷ୍ଟ ହିଁ ମାଗିବାକୁ ଚାହୁଁଅଛି ଯେ ଭିଡ଼ିଓଟି ଯଦି ଆପଣଙ୍କୁ ବହୁତ ଭଲ ଲାଗିଲା ତେବେ ନିହାତି ଭାବରେ ମୋର ଏହି ଚ୍ୟାନେଲଟିକୁ ସମ୍ବିତ ମୋଟିଭେସନାଲ ଲାଇଫ, ତ ସାଙ୍ଗମାନେ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ ଅନ୍ କରିକି ରଖିବେ, ଯାହାଫଳରେ କି ମୁଁ ଭିଡ଼ିଓ ଛାଡ଼ିଲା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ସାହାଯ୍ୟରେ ପହଞ୍ଚି ପାରିବ। ଆଉ ଭିଡ଼ିଓଟିକୁ ବହୁତ ମାତ୍ରାରେ ସେୟାର କରିବେ। ଆଉ ସାଙ୍ଗମାନେ, ଆଉ ଗୋଟିଏ କଥା ମଧ୍ୟ କହିବି ଯେ ଆପଣଙ୍କର ସେହି ଗୋଟିଏ ସବସ୍କ୍ରାଇବ ପାଇଁ ହିଁ ମୋ ପାଇଁ ଗୋଟିଏ କୋଟିଏ ଟଙ୍କାର ମୂଲ୍ୟ ହୋଇପାରେ। ତେଣୁ ଆପଣ ବାସ୍ ଗୋଟିଏ ହିଁ ସବସ୍କ୍ରାଇବ କରନ୍ତୁ।